ପିଲାମାନେ, ଆମ ଜୀବନର ସବୁଠାରୁ ବଡ଼ ଲକ୍ଷ୍ୟ ହେଉଛି ସୁସ୍ଥ ଏବଂ ସୁଖୀ ଜୀବନ। ଏଥିପାଇଁ ଆମେ ଆମର ଦୈନନ୍ଦିନ ଜୀବନରେ ଛୋଟ ଛୋଟ କାମକୁ ଅଭ୍ୟାସରେ ପରିଣତ କରିପାରିବା। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଭ୍ୟାସଟି ହେଉଛି ହାତ ପରିଷ୍କାର ରଖିବା ଓ ସୁଷମ ଖାଦ୍ୟ ଖାଇବା। ଏହି ଦୁଇଟି ଅଭ୍ୟାସ ଆମକୁ ରୋଗରୁ ବଞ୍ଚାଇଥାଏ। ଫଳରେ ଆମ ଶରୀର ସୁସ୍ଥ ରହିଥାଏ ଆଉ ଆମେ ମଧ୍ୟ ଖୁସିରେ ରହିଥାଉ। ହଁ ପିଲେ, ପ୍ରଥମତଃ ହାତ ସଫା ରଖିବାର ମହତ୍ତ୍ୱ ବେଶୀ। ଆମ ହାତରେ ଅନେକ ଜୀବାଣୁ ଥାଏ, ଯାହାକୁ ଆମେ ଖାଲି ଆଖିରେ ଦେଖିପାରିନଥାଉ। ଆଉ ସେଇ ଜୀବାଣୁ ଆମ ମୁହଁ, ନାକ ନହେଲେ ଆମ ଖାଦ୍ୟ ସହିତ ମିଶି ଶରୀରକୁ ଯାଇ ଆମକୁ ବେମାର କରାଇବାର ସମ୍ଭାବନା ବଢ଼ାଇଥାଏ। ଖାଦ୍ୟ ଖାଇବା ଆଗରୁ, ଶୌଚାଳୟ ବ୍ୟବହାର ପରେ ଏବଂ ବାହାରୁ ଘରକୁ ଫେରିଲେ ହାତ ଧୋଇବା ନିହାତି ଆବଶ୍ୟକ। ସେଥିପାଇଁ ତମେ 20 ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ଭଲ ଭାବରେ ସାବୁନରେ ଧୋଇ ସଫା କରିବ। ଦ୍ୱିତୀୟତଃ, ପରିଷ୍କାର ଏବଂ ସୁଷମ ଖାଦ୍ୟ ଖାଇବା, ମାନେ ବଜାରରେ ମିଳୁଥିବା ଖାଦ୍ୟ ନ ଖାଇ ଘରେ ରନ୍ଧା ହୋଇଥିବା ଖାଦ୍ୟ ହିଁ ଖାଇବା। କାହିଁକି ନା ବାହାର ଖାଦ୍ୟ ପରିଷ୍କାର ନଥାଏ। କେଉଁ ପାଣିରେ ରନ୍ଧା ହୋଇଥିବ, ଖାଦ୍ୟ ରାନ୍ଧିବା ଆଗରୁ ପନିପରିବା ଭଲ ଭାବରେ ଧୁଆ ହୋଇଥିବ ନା ନାହିଁ, ଆମେ ସେ କଥା ଜାଣିନୁ। ହେଲେ ଘରେ ମା ଖାଦ୍ୟ ରାନ୍ଧିବା ଆଗରୁ ପରିଷ୍କାର ହାତରେ ପନିପରିବାକୁ ଧୋଇ ବିଶୁଦ୍ଧ ପାଣିରେ ହିଁ ଖାଦ୍ୟ ରାନ୍ଧନ୍ତି, ଯାହାକି ଆମ ଶରୀର ପାଇଁ ଭଲ। ଆଉ ଖାଦ୍ୟ ରାନ୍ଧି ସାରିବା ପରେ ସେଇ ଖାଦ୍ୟକୁ ଘୋଡ଼େଇ ମଧ୍ୟ ରଖିବା। ଫଳରେ ସେଥିରେ ଧୂଳି ମଳି ପଡ଼ିବନି ଏବଂ ମାଛି ବସିପାରିବନି। ହଁ ପିଲେ, ଆମେ ସବୁବେଳେ ସୁଷମ ଖାଦ୍ୟ ଖାଇବା, ତାଜା ଫଳ, ପନିପରିବା, ଶାଗ ଏସବୁ ଖାଇବା ଆବଶ୍ୟକ। ଏଇ ଛୋଟ ବୟସରୁ ତମେମାନେ ଏ ବିଷୟରେ ବୁଝିପାରିଲେ ତମ ଭବିଷ୍ୟତ ପାଇଁ ଭଲ। ମନେ ରଖିବ ପିଲେ, ସ୍ୱଚ୍ଛ ହାତ ଓ ସୁଷମ ଖାଦ୍ୟ ଆମକୁ ସୁସ୍ଥ ଓ ନିରୋଗୀ ଜୀବନ ଦିଏ। ଆଉ ଏଇ ଛୋଟ କାମକୁ ନିଜର ଦୈନିକ ଆଚରଣର ଅଂଶ କରି ଆମେ ନିଜେ ଓ ଆମ ପରିବାରକୁ ସୁରକ୍ଷିତ ରଖିପାରିବା। ଫଳରେ ଆମେ ସୁଖରେ ରହିପାରିବା। ହଉ ପିଲେ, ଏତେ କଥା ପରେ କାର୍ଯ୍ୟକ୍ରମରେ ପ୍ରଥମେ ଶୁଣିବା ଭକ୍ତି ଗୀତଟିଏ। କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ରଚନାରୁ ଗୀତଟିକୁ ଗାଇଛନ୍ତି ଦେବସ୍ମିତା ବେହେରା। ଆସ ଶୁଣିବା। ଗାଇବାକୁ
ପିଲାଏ, ଏଲ୍ ନିନୋ ଏବଂ ଲା ନିନା ହେଉଛି ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ଦୁଇଟି ବିପରୀତ ଜଳବାୟୁ ପରିବର୍ତ୍ତନ ଘଟଣା, ଯାହାକି ସାମୁଦ୍ରିକ ଜଳର ତାପମାତ୍ରା ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥାଏ। ଏହା ଫଳରେ ବିଶ୍ୱବ୍ୟାପୀ ପାଣିପାଗ ଉପରେ ଗଭୀର ପ୍ରଭାବ ପକାଇଥାଏ। ଆସ ଆଜି ଏ ବିଷୟରେ ଶୁଣିବା ଆଉ ବୁଝିବା। ତମମାନଙ୍କ ପାଇଁ କହିଛନ୍ତି ଅନସୂୟା ମିଶ୍ର। ପିଲାମାନେ, ଆମକୁ ମନେ ରଖିବାକୁ ହେବ ଯେ ବିଶ୍ୱ ବ୍ରହ୍ମାଣ୍ଡ ମଧ୍ୟରେ ଥିବା ଅନେକ ଗ୍ରହ ମଧ୍ୟରୁ ପୃଥିବୀର ସ୍ଥାନ ସ୍ୱତନ୍ତ୍ର। ଏହି ସ୍ୱତନ୍ତ୍ରତାର ମୂଳ କାରଣ ହେଲା ଏଠାରେ ଜୀବଜଗତ ତିଷ୍ଠି ରହିବା ପାଇଁ ଆବଶ୍ୟକ ହେଉଥିବା ପ୍ରତ୍ୟେକ ପଦାର୍ଥ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ଅଛି, ଯାହାକୁ ଆମେ ପ୍ରାକୃତିକ ସମ୍ପଦ କହିଥାଉ। ଏହି ପ୍ରାକୃତିକ ସମ୍ପଦ ମଧ୍ୟରେ ମୁଖ୍ୟ ପଦାର୍ଥ ଗୁଡ଼ିକ ହେଲା ଜଳ, ବାୟୁ ଏବଂ ମୃତ୍ତିକା। ଜଳକୁ ଆମେ ଜୀବନ ବୋଲି କହିଥାଉ। ଜୀବ ବିଜ୍ଞାନୀଙ୍କ ମତରେ ଆମ ଶରୀର ଗଢ଼ା ହୋଇଥିବା ଜୀବକୋଷମାନଙ୍କ ମଧ୍ୟରେ ଜଳର ପରିମାଣ ପ୍ରାୟ 65ରୁ 70 ଭାଗ ମଧ୍ୟରେ ଥାଏ। ତେବେ ମନରେ ପ୍ରଶ୍ନ ଉଠେ, ଏତେ ପରିମାଣର ଜଳ ଶରୀର ମଧ୍ୟକୁ କିପରି ଆସେ? କେବଳ ମଣିଷ ନୁହନ୍ତି, ବରଂ ସୃଷ୍ଟିର ପ୍ରତ୍ୟେକ ଜୀବମାନଙ୍କର ଶରୀର ମଧ୍ୟରେ 60ରୁ ଅଧିକ ଭାଗ ଜଳ ରହିଥାଏ। ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ମଣିଷର ସଭ୍ୟତା, କୃଷିକାର୍ଯ୍ୟ, ମଧୁର ଜଳର ପ୍ରବାହ ବା ବୃଷ୍ଟିପାତ ଉପରେ ନିର୍ଭର କରିଥାଏ। ମଣିଷ ବ୍ୟତୀତ ପୃଥିବୀ ପୃଷ୍ଠରେ ବାସ କରୁଥିବା ପ୍ରାୟ 10 ଲକ୍ଷ ଜାତିର ଉଦ୍ଭିଦ ଏବଂ 5 ଲକ୍ଷ ଜାତିର ପ୍ରାଣୀ କେବଳ ମଧୁର ପାଣିର ଉତ୍ସ ଯୋଗୁଁ ତିଷ୍ଠି ରହିଛନ୍ତି। ଏହି ମଧୁର ପାଣି କେବଳ ବୃଷ୍ଟିପାତ ଏବଂ ବରଫ ଗଦା ଉପରେ ନିର୍ଭର କରିଥାଏ। ଝରଣାର ସ୍ୱଚ୍ଛ ଜଳଠାରୁ ଆରମ୍ଭ କରି ନଦୀ ଜଳ, ଭୂତଳ ଜଳ ସବୁ ଯେପରି ବୃଷ୍ଟିପାତ ଏବଂ ବରଫ ଗଦା ଉପରେ ନିର୍ଭର କରିଥାଏ କହିଲେ ଅତ୍ୟୁକ୍ତି ହେବ ନାହିଁ। ଠିକ୍ ସେହିଭଳି ବୃଷ୍ଟିପାତ ଏବଂ ବରଫ ଗଦା ସମୁଦ୍ରରୁ ସୃଷ୍ଟି ହେଉଥିବା ଜଳୀୟ ବାଷ୍ପ ଏବଂ ସେଗୁଡ଼ିକ ଘନୀଭୂତ ହେଉଥିବା ପ୍ରକ୍ରିୟା ଉପରେ ମଧ୍ୟ ନିର୍ଭର କରିଥାଏ। ବିଶେଷ କରି ସମୁଦ୍ରର ଶୀତଳ ସ୍ରୋତ ଏବଂ ଉଷ୍ମ ସ୍ରୋତ ବୃଷ୍ଟିପାତକୁ ତ୍ୱରାନ୍ୱିତ କରିଥାଏ ବା ମନ୍ଥର କରିଥାଏ। ଏବଂ ଜଳବାୟୁ ପରିବର୍ତ୍ତନ ପାଇଁ ବାୟୁମଣ୍ଡଳ, ଆଗ୍ନେୟ ଉଦ୍ଗୀରଣ, ସମୁଦ୍ର ସ୍ରୋତ, ମେରୁ ଅଞ୍ଚଳରେ ଜମିଥିବା ବରଫ ଗଦାରେ ବ୍ୟତିକ୍ରମକୁ ମଣିଷର କାର୍ଯ୍ୟକଳାପ ପାଇଁ ଏବେ ଦାୟୀ କରାଯାଉଛି। ଏଥିରୁ କୌଣସିଟିରେ ପରିବର୍ତ୍ତନ ଘଟିଲେ ଜଳବାୟୁରେ ପରିବର୍ତ୍ତନ ଘଟିଥାଏ। WMO ବା ୱାର୍ଲଡ ମେଟ୍ରୋଲୋଜିକାଲ ଅର୍ଗାନାଇଜେସନଙ୍କ ମତରେ ଏଲ୍‌ନିନୋ ନାମକ ଏକ ସାମୁଦ୍ରିକ ଉଷ୍ମତା ବୃଦ୍ଧିର ପ୍ରବାହରେ ବୃଷ୍ଟିପାତରେ ଅନିୟମିତତା ଦେଖାଦେଉଛି। ବିଶେଷ କରି ଏଲ୍‌ନିନୋ ସୃଷ୍ଟିର କାରଣ ସମ୍ପର୍କରେ ମତ ଦେଇ ପରିବେଶବିତ୍ ଏବଂ ଜଳବାୟୁ ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି ଯେ ବିଷୁବମଣ୍ଡଳୀୟ ଅଞ୍ଚଳରେ ଥିବା ପ୍ରଶାନ୍ତ ମହାସାଗର ଉପରେ ଏକ ପଶ୍ଚିମାଭିମୁଖୀ ଜଳବାୟୁ ମେରୁ ଜୁନ୍ ମାସ ମଧ୍ୟରେ ପ୍ରବାହିତ ହୋଇଥାଏ, ଯାହାର ପ୍ରଭାବରେ ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆର ଉପକୂଳରେ ଗତି କରୁଥିବା ଶୀତଳ ସ୍ରୋତର ତାପମାତ୍ରା ବଢ଼ିଯାଏ। 2014 ମସିହାର ଏକ ଗବେଷଣାରୁ ଜଣାଯାଏ ଯେ ଜାଗତିକ ଉଷ୍ମତା ବା ବିଶ୍ୱ ଉତ୍ତପ୍ତିକରଣର ପ୍ରଭାବ ଯୋଗୁଁ ପ୍ରଶାନ୍ତ ମହାସାଗରର ପୂର୍ବାଞ୍ଚଳରେ ପ୍ରବାହିତ ହେଉଥିବା ଶୀତଳ ସ୍ରୋତର ତାପମାତ୍ରା ମଧ୍ୟ ଠିକ୍ ମେରୁ ଜୁଲାଇ ମାସ ମଧ୍ୟରେ 0.5 ଡିଗ୍ରୀରୁ 3.5 ଡିଗ୍ରୀ ଯାଏ ବୃଦ୍ଧି ପାଇଥାଏ। ଫଳରେ ବାଦଲ ସୃଷ୍ଟି ହେବା ଏବଂ ଘନୀଭୂତ ହେବା ପ୍ରକ୍ରିୟାରେ ବିଳମ୍ବ ଦେଖାଯାଏ, ଅର୍ଥାତ୍ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡ଼ି ଭଳି ଅବସ୍ଥା ଦେଖାଦେଇଥାଏ। ଏକ ତଥ୍ୟରୁ ଜଣାଯାଏ ଯେ 1880 ମସିହାରୁ 2006 ମଧ୍ୟରେ ଏଲ୍‌ନିନୋ ବା ପ୍ରଶାନ୍ତ ମହାସାଗରର ଶୀତଳ ସ୍ରୋତର ତାପମାତ୍ରା ବୃଦ୍ଧି ଯୋଗୁଁ ମୌସୁମୀ ବାୟୁ ପ୍ରବାହିତ ହେଉଥିବା ଅଞ୍ଚଳ, ବିଶେଷ କରି ଭାରତ ଭଳି ଉପମହାଦେଶରେ ଅନେକ ଥର ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଦକ୍ଷିଣ ଆଫ୍ରିକାର ଖାଦ୍ୟାଭାବ ହେଉ ବା ଆମ ରାଜ୍ୟର କଳାହାଣ୍ଡିରେ ଦୀର୍ଘ 14 ବର୍ଷ ଧରି ବର୍ଷା ନ ହେବା ଜନିତ ଦୁର୍ଭିକ୍ଷ ହେଉ, କେବଳ ଭୂପୃଷ୍ଠର ଅନିୟମିତ ବୃଷ୍ଟିପାତ ଯୋଗୁଁ ବା ଜଳବାୟୁର ପରିବର୍ତ୍ତନ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା କଥା କୁହାଯାଏ। କେବଳ ବୃଷ୍ଟିହୀନତା ନୁହେଁ, ଆମେରିକାର ଉତ୍ତର ଏବଂ ଦକ୍ଷିଣ ଭାଗରେ ହେଉଥିବା ଅତ୍ୟଧିକ ବୃଷ୍ଟିପାତ ଜନିତ କ୍ଷୟକ୍ଷତି କେବଳ ଏଲ୍‌ନିନୋ ଯୋଗୁଁ ହୋଇଥାଏ। ଜଳବାୟୁ ବିଶେଷଜ୍ଞଙ୍କ ମତରେ କେବଳ ପଶ୍ଚିମାଞ୍ଚଳର ଜଳବାୟୁ ନୁହେଁ, ବରଂ ଦକ୍ଷିଣ ବାୟୁର ପ୍ରଭାବରେ ମଧ୍ୟ ଏଲ୍‌ନିନୋ ଭଳି ଉଷ୍ମ ପ୍ରଭାବ ସୃଷ୍ଟି ହୋଇଥାଏ।
ପ୍ରଶାନ୍ତ ମହାସାଗରର ଶୀତଳ ସ୍ରୋତ ଗରମ ବା ଉଷ୍ମ ହୋଇଯିବା କାରଣରୁ ସେହି ଅଞ୍ଚଳରେ ରହୁଥିବା ମାଛମାନେ ହଠାତ୍ ସେ ଅଞ୍ଚଳ ଛାଡ଼ି ପଳାଇବା ଘଟଣାକୁ 1800 ମସିହାରେ ପେରୁର ମାଛ ଧରାଳୀମାନେ ଜାଣିପାରିଥିଲେ। ଖ୍ରୀଷ୍ଟମାସ ଉତ୍ସବକୁ ଆନନ୍ଦରେ ପାଳନ କରିବା ପାଇଁ ସେମାନେ ପ୍ରତିବର୍ଷ ପ୍ରଶାନ୍ତ ମହାସାଗରର ଶୀତଳ ସ୍ରୋତ ମଧ୍ୟକୁ ପ୍ରବେଶ କରନ୍ତି। ମାତ୍ର ସେହି ବର୍ଷ ସେମାନେ ମାଛ ନ ପାଇ ନିରାଶ ହୋଇ ଫେରିଥିଲେ ଏବଂ ଅନୁଭବ କରିଥିଲେ ଯେ ସମୁଦ୍ର ଜଳର ଉଷ୍ମତା ବୃଦ୍ଧି ପାଇଛି। ସମୁଦ୍ରରୁ ଫେରି ସେମାନେ ଘୋଷଣା କଲେ ଯେ ସମୁଦ୍ର ଜଳ ଗରମ ହୋଇଯିବା ଯୋଗୁଁ ମାଛମାନେ ସେ ଅଞ୍ଚଳ ଛାଡ଼ି ଅନ୍ୟ ଆଡ଼କୁ ପଳାଇ ଯାଇଛନ୍ତି। ଉକ୍ତ ଘଟଣା ପରେ ପାଣିପାଗ ବିଶେଷଜ୍ଞମାନେ ଅଧିକ ଗବେଷଣାରେ ଲାଗିପଡ଼ିଲେ। ଏବେ କିନ୍ତୁ ସମୁଦ୍ର ଜଳ ଉଷ୍ମ ହେବା ବା ଏଲ୍‌ନିନୋର ପ୍ରଭାବ ବୋଲି ସ୍ପଷ୍ଟ ଭାବେ ଜଣାପଡ଼ୁଛି। ଏକ ତଥ୍ୟରୁ ଜଣାପଡ଼ିଛି ଯେ 2005ରୁ 2020 ମସିହା ମଧ୍ୟରେ ପ୍ରାୟ 26 ଥର ଏଲ୍‌ନିନୋ ସୃଷ୍ଟି ହୋଇ 82%ରୁ 90% ଅନିୟମିତ ବୃଷ୍ଟି କରାଇଛି। କେଉଁଠି ସ୍ୱଳ୍ପ ବୃଷ୍ଟିପାତ ତ କେଉଁଠି ବହୁ ବୃଷ୍ଟି ଭଳି ଅବସ୍ଥା ସୃଷ୍ଟି ହୋଇଛି। ଫଳରେ କୃଷି କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହିତ ବନ୍ୟାର ତାଣ୍ଡବ ଅନେକ ଧନଜୀବନ ହାନି କରାନ୍ତି। ବିଶେଷ କରି ବାଦଲ ଫଟା ବର୍ଷାର ତାଣ୍ଡବ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥାଏ। ଏଲ୍‌ନିନୋର ସଂଖ୍ୟା ଏବଂ ପ୍ରଭାବ କ୍ରମାନ୍ୱୟରେ ବୃଦ୍ଧି ପାଉଥିବା ଘଟଣାକୁ ଅନୁଧ୍ୟାନ କରି ଜଳବାୟୁ ବିଶେଷଜ୍ଞମାନେ ଜାଗତିକ ଉଷ୍ମତା ବା ଗ୍ଲୋବାଲ ୱାର୍ମିଂକୁ ଏବେ ଦାୟୀ କରୁଛନ୍ତି, ଯାହା କେବଳ ମନୁଷ୍ୟକୃତ ଅଟେ। ତେଣୁ ଆମକୁ ଏକ ମହାବିଲୁପ୍ତି ଭଳି ଘଟଣା ଘଟିବା ଆଗରୁ ସତର୍କ ହେବାକୁ ହେବ। ଏବେ ଏଲ୍‌ନିନୋ ଚିନ୍ତା ସଭ୍ୟମାନବକୁ ବିବ୍ରତ କରୁଥିବା ବେଳେ ଏବେ ପୁଣି ଲା ନିନା ଭଳି ଆଉ ଏକ ଶବ୍ଦକୁ ପାଣିପାଗ ବିଜ୍ଞାନୀମାନେ ଯୋଡ଼ିଦେଲେଣି, ସ୍ପାନିଶ ଭାଷାରେ, ଯାହାର ଅର୍ଥ ଛୋଟ ଝିଅ। ପାଣିପାଗ ବିଶେଷଜ୍ଞଙ୍କ ମତରେ ବିଷୁବରେଖା ଦେଇ ଯାଇଥିବା ପ୍ରଶାନ୍ତ ମହାସାଗରର ଏକ ଛୋଟ ଅଞ୍ଚଳର ଜଳ ହଠାତ୍ ଥଣ୍ଡା ହୋଇଯାଏ। ଫଳରେ ଶୀତ ଋତୁ ଲମ୍ବା କିମ୍ବା ଭୟଙ୍କର ଶୀତ ଅନୁଭୂତ ହେବା ଭଳି ଘଟଣା ଦେଖାଦିଏ। ଲା ନିନାର ପ୍ରଭାବରେ ଶୀତଦିନିଆ ଫସଲ ଉତ୍ପାଦନରେ ବାଧା ସୃଷ୍ଟି ହୋଇଥାଏ। ପାଣି ବରଫ ପାଲଟିଯାଏ। ମତ୍ସ୍ୟ ଉତ୍ପାଦନ ସହିତ ଫୁଲ ପନିପରିବା ମସଲା ଉତ୍ପାଦନରେ ମଧ୍ୟ ବାଧା ସୃଷ୍ଟି ହୁଏ। ଭୟଙ୍କର ତୁଷାରପାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବାର ସମ୍ଭାବନା ମଧ୍ୟ ଦେଖାଦିଏ। ଚଳିତ ବର୍ଷ ଅର୍ଥାତ୍ 2026ର ଶେଷ ଭାଗ ଏବଂ 2027ର ଆରମ୍ଭ 2 ମାସ ଆମ ଦେଶର ଉତ୍ତର ଏବଂ ପଶ୍ଚିମ ଭାଗରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ଜଳବାୟୁ ବିଶେଷଜ୍ଞମାନେ ସତର୍କ କରାଇଦେଲେଣି। ଅର୍ଥାତ୍ ଉଭୟ ଖରିଫ ଫସଲ ଏବଂ ରବି ଫସଲର ଉତ୍ପାଦନ ହ୍ରାସ ପାଇବ। ତେଣୁ ଖାଦ୍ୟ ସଂରକ୍ଷଣ ଏବଂ ଖାଦ୍ୟ ଅପଚୟକୁ ରୋକିବା ଉପରେ ଯଥେଷ୍ଟ ଧ୍ୟାନ ଦେବାକୁ ହେବ। ବିଶେଷ କରି ପଞ୍ଜାବ, ଗୁଜରାଟ ଏବଂ ରାଜସ୍ଥାନ ଭଳି କୃଷିବହୁଳ ଅଞ୍ଚଳ ଉପରେ ଲା ନିନାର ପ୍ରଭାବ ଚିନ୍ତାକୁ ବଢ଼ାଇ ଦେଉଛି। ଏହା ବ୍ୟତୀତ ଗୃହପାଳିତ ପଶୁପକ୍ଷୀଙ୍କ ସହିତ ଜଙ୍ଗଲ ସମ୍ପଦ ଏବଂ ଜଙ୍ଗଲରେ ବାସ କରୁଥିବା ଜୀବଜନ୍ତୁଙ୍କ ଥଇଥାନ ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ। କାରଣ ସଭ୍ୟମାନବର ବେପରୁଆ କାମ ହିଁ ଏଲ୍‌ନିନୋ ବା ଲା ନିନା ଭଳି ବିପର୍ଯ୍ୟୟକୁ ଡାକି ଆଣୁଛି। ତେଣୁ ଆସନ୍ତୁ ଏବେଠୁ ସଂଯମୀ ହେବା ଏବଂ ସତର୍କତା ଅବଲମ୍ବନ କରିବା, ନଚେତ୍ ଧ୍ୱଂସ ଯେ ଅବସମ୍ଭାବୀ ଏହା ହିଁ ସତ୍ୟ। ପିଲାଏ, ଆମେ ଯେତେ ବଡ଼ ହେଇଗଲେ ବି ଆମର ପିଲାଦିନକୁ କେବେ ଭୁଲି ପାରୁନା। ଇଚ୍ଛା ହୁଏ ଆମେ ପୁଣି ପିଲା ହେଇଯାଆନ୍ତେ କି? ନହେଲେ ଆମ ପିଲାଦିନଟି ଯେମିତି ଏଇଠି ଅଟକି ଯାଆନ୍ତା କି? ଏଇ କଥା ଖାଲି ମୁଁ କହୁନି, ଭଉଣୀ ଶ୍ରଦ୍ଧା ସଞ୍ଜୀବନୀ ବି ଗୀତରେ ଗାଇଲେଣି। ଆଦିକନ୍ଦ ସେଠୀଙ୍କ ରଚନାରୁ ଶୁଣିବା ପଲ୍ଲୀ ଗୀତଟିଏ। ସବୁଦିନେ ଥାଉ ମୋର ଏହି
ପିଲାମାନେ, କାର୍ଯ୍ୟକ୍ରମ ଆରମ୍ଭରେ ମୁଁ ତମମାନଙ୍କୁ କହୁଥିଲି ନା, ବଜାରରେ ମିଳୁଥିବା ଖାଦ୍ୟ ନ ଖାଇ ଘରେ ରନ୍ଧା ହୋଇଥିବା ଖାଦ୍ୟ ଖାଇବାକୁ। ହଁ ପିଲେ, ଆଜିର ଦିନରେ ଖାଦ୍ୟରେ କ'ଣ ମିଶିକି ପ୍ରସ୍ତୁତ କରାଯାଉଛି ତାର ସଠିକ୍ ତଥ୍ୟ ଆମ ପାଖରେ ନାହିଁ। ଆଉ ଏବେ ତ ତମେମାନେ ଜାଣିଥିବ, ଖାଦ୍ୟରେ ବିଭିନ୍ନ ପ୍ରକାରର ଅପମିଶ୍ରଣ ଏକ ଗମ୍ଭୀର ସମସ୍ୟା ହେଇଛି। ଏଇ ଯେମିତି ଖାଦ୍ୟକୁ ଅଧିକ ସମୟ ପର୍ଯ୍ୟନ୍ତ ତାଜା ରଖିବା, ଆକର୍ଷଣୀୟ କରିବା ଓ ଶୀଘ୍ର ବିକ୍ରି କରିବା ପାଇଁ କେତେକ ଅସତ୍ୟ ବ୍ୟବସାୟୀ ସେଥିରେ ରଙ୍ଗ, ପ୍ରିଜର୍ଭେଟିଭ୍ ଏସବୁ ମିଶାଉଛନ୍ତି, ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ। ଏସବୁକୁ ରୋକିବା ପାଇଁ ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ। ଆସ ଏ ବିଷୟରେ ଅଧିକ କିଛି ଶୁଣିବା ଆଉ ଜାଣିବା। ତମମାନଙ୍କୁ କହିଛନ୍ତି ଜ୍ୟୋତିର୍ମୟୀ ମହାନ୍ତି। ଆସ ଶୁଣିବା। ପିଲାମାନଙ୍କୁ ମୋର କହିବାର କଥା ଯେ ବର୍ତ୍ତମାନ ସମାଜରେ ଯେପରି ରୋଗ ବ୍ୟାପୁଛି, ସେମାନେ ନିହାତି ନିଜର ଖାଦ୍ୟ ପ୍ରତି ପ୍ରଥମେ ସଚେତନ ହେବା ଦରକାର। କାରଣ ସମସ୍ତ ପ୍ରକାର ଖାଦ୍ୟରେ ଅପମିଶ୍ରଣ ହେଉଛି, ଯାହାକି ଆଜି ସମସ୍ତଙ୍କୁ ବ୍ୟାଧିଗ୍ରସ୍ତ କରୁଛି। ପ୍ରଥମେ ଆମେ ଦେଖନ୍ତୁ କୃଷିଜାତ ଦ୍ରବ୍ୟ କଥା। କଳକାରଖାନାରୁ ନିର୍ଗତ ବିଷାକ୍ତ ଜଳ ଦେହରେ ରାସାୟନିକ ପଦାର୍ଥ ଅଛି, ଯାହାକି ନଦୀ ଆଉ ନାଳ ସହିତ ମିଶୁଛି ଏବଂ ଜଳସେଚନ ପ୍ରଣାଳୀରେ ଏଗୁଡିକ କୃଷି କ୍ଷେତ୍ରକୁ ଯାଉଛି। ଯେମିତି ଆମେ ଯୋଉ କୃଷି କ୍ଷେତ୍ରରେ ଚାଷ କରୁଛେ, ପନିପରିବା, ଧାନ, ଗହମ ଏଇ ଜଳରେ ବଢୁଛି, ଯାହା ଦ୍ୱାରା କି ରାସାୟନିକ ପଦାର୍ଥ ଗୁଡିକ ପରୋକ୍ଷ ଭାବେ ସେ ଖାଦ୍ୟରେ ଠୁଳ ହେଉଛି। ତା ଛଡା ଅଧିକ ଅମଳ ପାଇଁକି ରାସାୟନିକ ସାର, କୀଟନାଶକ ଏସବୁ ବ୍ୟବହାର କରାଯାଉଛି। ଏହା ବର୍ତ୍ତମାନ ବହୁଳ ଭାବରେ ବ୍ୟବହାର କରାଯାଉଛି, ଯାହା ଦ୍ୱାରା କି ସବୁ ରାସାୟନିକ ପଦାର୍ଥ ଗୁଡିକ ମନୁଷ୍ୟ ଓ ପଶୁ ପକ୍ଷୀ ମାନଙ୍କ ଦେହକୁ ଯାଉଛି। ବର୍ତ୍ତମାନ ପିଲାମାନେ, ତମେ ତମର ଖାଦ୍ୟ କଥା ଦେଖ। ଯୋଉ ଖାଦ୍ୟ ତମେ ସିଧାସଳଖ ଖାଉଛ, ତମେ ସବୁ ଆଜିକାଲି ପାରମ୍ପରିକ ଖାଦ୍ୟ, ଆମର ଯେ ଖାଦ୍ୟ ଅଛି, ଚୁଡା, ମୁଢି ବା ଛତୁଆ ପିଠା ଏସବୁ ଖାଇବାକୁ ବିଶେଷ ଆଗ୍ରହ ପ୍ରକାଶ କରୁନ। ତମର ପ୍ରିୟ ଖାଦ୍ୟ ହଉଛି ରୋଲ, ଚାଉମିନ, ପିଜ୍ଜା, ବର୍ଗର, ଚାଟ, ଗୁପଚୁପ, ଯାହାକୁ ଆମେ କହୁ ଫାଷ୍ଟ ଫୁଡ। ଏଇଗୁଡାକୁ ସୁଆଦିଆ ଖାଦ୍ୟ ହିସାବରେ ତମେ ସବୁବେଳେ ଗ୍ରହଣ କରୁଛ, କିନ୍ତୁ ତମେ ମାନେ ଜାଣିପାରୁନ ଯେ ଏଇ ଖାଦ୍ୟକୁ ସୁସ୍ୱାଦୁ ତଥା ଆକର୍ଷଣୀୟ କରିବା ପାଇଁ ଏଥିରେ ନାନା ରାସାୟନିକ ପଦାର୍ଥ ମିଶା ଯାଉଛି। ଏଥିରେ ଅତ୍ୟଧିକ ତେଲ ବ୍ୟବହାର କରାଯାଉଛି ଏବଂ ଯୋଉ ତେଲ ଗୁଡିକ ଖୁବ ଶସ୍ତା ତେଲ, ଏହା ମଧ୍ୟ ଦେହକୁ ଅହିତକର। ତା ଛଡା ଆମେ ଯୋଉ ଡବା ପ୍ୟାକ୍ ଖାଦ୍ୟ ପାଉଛେ, ଥଣ୍ଡା ପାନୀୟ, ସସ୍, ଯାହାକୁ ଆମେ ଅନେକ ଦିନ ଧରି ରଖିପାରିବା, ଯୋଉ ପ୍ରିଜର୍ଭେଟିଭ ଖାଦ୍ୟ ବୋଲି ଯାହା କୁହାଯାଏ, ଏସବୁଥିରେ ପର୍ଯ୍ୟାପ୍ତ ପରିମାଣରେ ରାସାୟନିକ ପଦାର୍ଥ ଦିଆଯାଉଛି। ରାସାୟନିକ ପଦାର୍ଥ ବ୍ୟବହାର ନ କଲେ ଏଗୁଡିକ ବେଶୀ ଦିନ ରହିପାରିବନି। ତମର ଯୋଉ ଖାଦ୍ୟ ଦହିବରା, ଆଳୁଦମକୁ ଆକର୍ଷଣୀୟ କରିବା ପାଇଁ ରଙ୍ଗ ସବୁ ବ୍ୟବହାର କରାଯାଉଛି। ତମେ ଏସବୁ ଖାଇବା ଦ୍ୱାରା ଏଇ ରାସାୟନିକ ପଦାର୍ଥ ତୁମ ପେଟକୁ ସିଧାସଳଖ ଯାଉଛି। ଆଉ ଗୋଟିଏ କଥା ମନେ ରଖ, ତମେ ଯୋଉ ଥଣ୍ଡା ପାନୀୟ ପିଉଛ, ତାହା ଦେହ ପାଇଁ ବହୁତ ଖରାପ। ଯୋଉ ଥଣ୍ଡା ପାନୀୟ ଆମେ ଖାଉଥିବା ଖାଦ୍ୟରୁ କ୍ୟାଲସିୟମ ନାମକ ଗୋଟିଏ ଧାତୁକୁ କମେଇ ଦିଏ। ଏଇ ଯୋଉ କ୍ୟାଲସିୟମ ଧାତୁ ଆମ ଦେହକୁ ଗଲେ ଆମର ହାଡ ଓ ଦାନ୍ତ ଗଠନରେ ସାହାଯ୍ୟ କରେ। ତେଣୁ ଆର ଅବଶୋଷଣ କମିଗଲେ ଆମର ଦାନ୍ତ ଆଉ ହାଡ ଦୁର୍ବଳ ହୋଇଯାଏ। ତେଣୁ ଆଜିକାଲି ଏ ପ୍ରକାର ଖାଦ୍ୟ ପାନୀୟ କଥା ତ କହି ବସିଲେ ସରିବ ନାହିଁ। ତେଣୁ ତମେ ମାନେ ତୁମ ଭଲ ପାଇଁ ଏସବୁ ଖାଦ୍ୟ ଠାରୁ ଦୂରରେ ରୁହ। ଆଉ ଗୋଟେ କଥା ଦେଖ, ବ୍ୟବସାୟୀ ମାନେ ଲାଭଖୋର ମନୋବୃତ୍ତି ନେଇକିରି ସବୁ ଖାଦ୍ୟକୁ ସ୍ୱାଦଯୁକ୍ତ ଆକର୍ଷଣୀୟ କରିବା ପାଇଁ ସେମାନେ ବି ରାସାୟନିକ ପଦାର୍ଥ ମିଶାଉଛନ୍ତି। ଉଦାହରଣ ସ୍ୱରୂପ ବାଇଗଣ, ପୋଟଳ, କଲରା ଏଇ ପନିପରିବାକୁ, କେତେ ବହୁତ ପନିପରିବା ମୁଁ ଏତିକି ନାଁ କହିଲି, ସବୁଜ ଆଉ ତଟକା ରଖିବା ପାଇଁ ସେଥିରେ ମଧ୍ୟ ରଙ୍ଗ ଆଉ ରାସାୟନିକ ପଦାର୍ଥ ଦିଆଯାଉଛି। ଏପରିକି ବଜାରରେ ଯୋଉ ପନିର, ଘିଅ, କ୍ଷୀର ଏସବୁ ପଦାର୍ଥ ବିକ୍ରି ହଉଛି, ତା ଦେହରେ ବି ରାସାୟନିକ ପଦାର୍ଥ ଏସବୁ ମିଶୁଛି। ଏଗୁଡିକ କଣ ହଉଛି ନା, ଏଗୁଡିକ ସବୁ ରାସାୟନିକ ପଦାର୍ଥ ବିଭିନ୍ନ ଉପାୟରେ ଆମ ଦେହକୁ ଚାଲି ଯାଉଛି। ବଡ କଥା ହେଲା, ଏହା ଦେହକୁ ଗଲେ ଆମ ମସ୍ତିଷ୍କ ଉପରେ କୁପ୍ରଭାବ ପକଉଛି। ତମେ ମାନେ ପିଲାଏ ଜାଣିଥିବ, ଆମର ଭଗବାନଙ୍କର ଶ୍ରେଷ୍ଠ ଅବଦାନ ମଣିଷକୁ ହଉଛି ତାର ମସ୍ତିଷ୍କ, ଯାହା ଗୋଟେ ସୁପର କମ୍ପ୍ୟୁଟର ପରି କାମ କରେ। ତମ ମୁଣ୍ଡରୁ ତମେ ସବୁ ଚିନ୍ତା, ପାଠ ପଢିବ, ଭଲ ଚିନ୍ତା କରିବ, କେବଳ ତମର ମୁଣ୍ଡରୁ ନିର୍ଗତ ହୁଏ ସେଇଟା। ତେଣୁ ମସ୍ତିଷ୍କ ଉପରେ କୁପ୍ରଭାବ ପଡିଲେ ଶରୀରରେ ଆମର ନାନା ସମସ୍ୟା ଦେଖାଯିବ। ଆଉ ଗୋଟେ ବଡ କଥା ହେଲା ଯେ ଏଇ ସବୁ ଯୋଉ ରାସାୟନିକ ପଦାର୍ଥ ଗୁଡିକ ଯାଉଛି, ତମେ ଭାବୁଥିବ କାଇଁ ଆମର ତ କିଛି ହଉନି, ଏଗୁଡା ହଠାତ୍ ଜଣା ପଡେନି। ଏଟା ଗୋଟେ ସ୍ଲୋ ପଏଜନ ଭଳି କାମ କରେ। ଏହା ଆମ ଦେହର ଯୋଉ ଗୁରୁତ୍ୱପୂର୍ଣ୍ଣ ଅଂଶ, ବୃକକ ଅଛି, ହାର୍ଟ, ଫୁସଫୁସ, ଏଇ ସବୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗର ଆସ୍ତେ ଆସ୍ତେ କ୍ଷତି ସାଧନ କରି ଚାଲେ, ଯାହା ଫଳରେ ଆମେ କ୍ୟାନ୍ସର, ପକ୍ଷାଘାତ, ମସ୍ତିଷ୍କ ଘାତ
डायबिटीज इत्यादि नाना प्रकार रोगर शिकार होचे। तमे जानिथिबो आजिकाली एई सब रोग बहुत बढ़ी बढ़ी चलीची। आर मूल कारण होउची आमे खाद्य रे बहुल परिमाण रे रासायनिक पदार्थ खाई दउचु। तेणु पिला माने यथा संभव ए सब बुझी चटपटी खाद्य ठारू दूरे रे रुह एवं पारंपरिक घर तियारी खाद्य ସବୁବେଳେ ଯାହା ଭାତ ଡାଲି ସିଝା ତରକାରୀ କି ଘରେ ଯାହା ମା କରିଦେଲେ ପିଠା ଏଇ ସବୁ ଖାଅ ଆଉ ସୁସ୍ଥ ରୁହ, କାରଣ ତମେ ମାନେ ହଉଛ ଏ ଜାତିର ଭବିଷ୍ୟତ। ହଉ ପିଲେ, ଆଜିର କିଶୋର ଚକ୍ର କାର୍ଯ୍ୟକ୍ରମକୁ ଏଇଠି ରଖି ଉଠୁଛୁ।